ଜଣେ 26 ବର୍ଷର ପିଲା ସନ୍ଧ୍ୟା ବେଳେ ତା କାମରୁ ଘରକୁ ଫେରୁଥିଲା। ତେବେ ରାସ୍ତାରେ ଜୋର ଜୋରରେ ବର୍ଷା ହେବା ଆରମ୍ଭ ହୋଇଗଲା। ସେ ବର୍ଷାରୁ ବଞ୍ଚିବା ପାଇଁ ସେ ଗୋଟିଏ ଘରକୁ ଯାଇ ଶରଣ ନେଲା, କିନ୍ତୁ ସେଠାରେ ସେ ବଞ୍ଚି ପାରିଲା ନାହିଁ। ପରେ ସେ ସେଇ ଘରର ଭିତରକୁ ପ୍ରବେଶ କଲା, କିନ୍ତୁ ସେ ଘରେ ଜଣେ 30 ବର୍ଷର ଝିଅ ଛଡ଼ା ଆଉ କେହି ନଥିଲେ। ସନ୍ଧ୍ୟାବେଳ ଥିଲା। ଦେଖୁ ଦେଖୁ ରାତି ହୋଇଗଲା। ଝିଅ ଭାବୁଥିଲା କାଳେ କ'ଣ ଭୁଲ ହୋଇଯିବ, କିନ୍ତୁ ପୁଅ ଭାବୁଥିଲା କାଳେ କିଏ ଆସିଯିବ। ସେହି ସମୟରେ ଝିଅ ମା'ର ଫୋନ୍ ଆସିଲା। ଆଉ କହିଲେ, ଝିଅ ମୁଁ ଆଜି ରାତିରେ ଯାଇପାରିବି ନାହିଁ। ମନେ କରି ଘର କବାଟ ଭଲରେ ବନ୍ଦ କରି ଶୋଇବୁ। ଯିଏ ବି ଆସିଲେ କବାଟ ଖୋଲିବୁନି। କିନ୍ତୁ ରାତି ବହୁତ ହେଇଯାଉଥିଲା। ଏହି କାରଣରୁ ସେ ପୁଅଟି ଓ ସେ ଝିଅଟି ନ ଚାହିଁଲେ ବି ଗୋଟେ ଘରେ ଏବଂ ଗୋଟେ ବିଛଣାରେ ଶୋଇବାକୁ ପଡ଼ିଲା। ଶୋଇବା ପରେ ସେ ପିଲା ସେ ଝିଅକୁ ନିଜ ଆଡ଼େ ଟାଣି ନେଲା। ହ୍ୟାଲୋ ସାଙ୍ଗମାନେ, ଆଜିର ଏହି କାହାଣୀକୁ ସ୍ୱାଗତ ଜଣାଉଛି। ଏହି କାହାଣୀ ମୁମ୍ବାଇ ସହରର କଥା। ଗୋଟେ ପୁଅ ଥିଲା, ତା ନାଁ ରଣବୀର ଥିଲା। ସେ ତା ଘରୁ 10 କିଲୋମିଟର ଦୂରରେ ସହରକୁ ଯାଇ ପ୍ରତିଦିନ କାମ କରୁଥିଲା। ତାପରେ ସନ୍ଧ୍ୟାବେଳେ ସେ ତାଙ୍କ ଘରକୁ ଫେରୁଥିଲା। ଏହା 8 ଅଗଷ୍ଟ 2022 ତାରିଖର ଦିନ ଥିଲା। ଯେତେବେଳେ ସେ ତାଙ୍କ ଘରକୁ ଫେରୁଥିଲା, ତେବେ ଜୋରଦାର ବର୍ଷା ହେବା ଆରମ୍ଭ ହୋଇଗଲା। ସନ୍ଧ୍ୟାବେଳ ଥିଲା। ସେ ବର୍ଷାରେ ଭିଜିବାକୁ ଇଚ୍ଛା କରୁନଥିଲା। ସେଥିପାଇଁ ପାଖରେ ଥିବା ଗୋଟିଏ ଘରକୁ ଯାଇ ଆଶ୍ରୟ ନେଲା। ସେ ଘରର ସାମ୍ନାରେ ଟିଣ ଛାତ ଥିଲା। ସେ ତା ସାଇକେଲ ନେଇ ସେ ଟିଣ ଛାତ ତଳେ ଯାଇ ରହିଲା। କିନ୍ତୁ ବର୍ଷା ଏତେ ଅଧିକ ଥିଲା ଯେ ସେ 5 ମିନିଟ୍ ଭିତରେ ବର୍ଷା ଛିଟା ତାକୁ ସେଠାରେ ଭିଜାଇ ଦେଉଥିଲା। ଏହି ସବୁ ଦୃଶ୍ୟ ଗୋଟିଏ ବହୁତ ସୁନ୍ଦର ଝିଅ ଯାହାର ନାଁ କବିତା ଥିଲା। ସେ ଖୋଲା କବାଟରୁ ତାକୁ ଦେଖୁଥିଲା। ସେ ତାକୁ ଦେଖି ହସୁଥିଲା। କିନ୍ତୁ ପରେ ସେ ତା ଉପରେ ଦୟା ଅନୁଭବ କଲା। ସେ ତାକୁ ଘର ଭିତରକୁ ଡାକିଲା, ଘର ଭିତରକୁ ଆସ, ନହେଲେ ତୁମେ ସେଠି ଭିଜିଯିବ। ଏବେ ସାଙ୍ଗମାନେ, ରଣବୀର ଭାବିଲା, ମୁଁ କେମିତି ଏମିତି କା ଘରକୁ ଯିବି ଏବଂ ଆଉ କେହି ଦେଖିବେ ଏବଂ ଆଉ କେହି ଦେଖା ବି ଯାଉନାହାନ୍ତି। କିନ୍ତୁ ପରେ କବିତା ତାକୁ ଜୋର ଦେଇ କହିଲା, ଭିତରକୁ ଆସ, ନହେଲେ ତୁମେ ଭିଜିଯିବ। ସାଙ୍ଗମାନେ, ସେ ଭିତରକୁ ପଶିଗଲା। ସେ ଘର ଭିତରକୁ ପଶିଲା ପରେ ସାଙ୍ଗମାନେ, ଏ ବର୍ଷା ଜୋରଦାର ଥିଲା। ସେଥିରେ ତୋଫାନର ପାଣିର ଛିଟା ଘର ଭିତରକୁ ଆସୁଥିଲା। ଏମିତି ଥିବାରୁ କବିତା ତାକୁ କହିଲା, ତୁମେ କବାଟ ଦେଇଦିଅ, ନହେଲେ ପାଣି ଘର ଭିତରକୁ ଆସିଯିବ। ସାଙ୍ଗମାନେ, କବିତାଙ୍କର ଏଇ କଥା ଶୁଣି ରଣବୀର ବାହାରକୁ ଯିବାକୁ ଲାଗିଲା। କିନ୍ତୁ ସେ ତାକୁ କହିଲା, ବାହାରକୁ କାହିଁକି ଯାଉଛ? ତୁମେ ଭିଜିଯିବ, ଭିତରେ ରୁହ, କବାଟ ବନ୍ଦ କରିଦିଅ। ସାଙ୍ଗମାନେ, ସେ କବାଟ ବନ୍ଦ କରିଦେଲା ଏବଂ ଘର ଭିତରେ ରହି ଶାନ୍ତ ହୋଇଗଲା। କିନ୍ତୁ ବାହାରେ ବର୍ଷା ଆଉ ତୁଫାନ ତାର ତାଣ୍ଡବ କରୁଥିଲା। ପ୍ରଥମ ଥର ପାଇଁ ରଣବୀର କବିତାଙ୍କ ଆଖିରେ ଦେଖିଲା। ଦୁହେଁ ଦୁହିଁଙ୍କୁ ଦେଖୁଥିଲେ। ପରିବେଶ ଶାନ୍ତ ଥିଲା, କିନ୍ତୁ ଦୁହିଁଙ୍କର ହୃଦୟ ଧକ୍ ଧକ୍ ବଢ଼ିଗଲା। କବିତାକୁ ରଣବୀର ପଚାରିଲା, ଏଇ ଘରେ ଆଉ କେହି ନାହାନ୍ତି କି? କବିତା କହିଲା, ବର୍ତ୍ତମାନ କେହି ନାହାନ୍ତି, କିନ୍ତୁ ମା ଆସୁଛନ୍ତି। କିନ୍ତୁ ଏତେ ଖରାପ ସମୟରେ କେବେ ଆସିବେ ନାହିଁ। କିନ୍ତୁ ଏତେ ଖରାପ ସମୟରେ କେମିତି ଆସିବେ ତାହା ଜଣା ନାହିଁ। ସାଙ୍ଗମାନେ, ତାପରେ ଦୁହେଁ କିଛି ଅଲଗା ଭାବିବାକୁ ଆରମ୍ଭ କରନ୍ତି। 6:30ରୁ ବର୍ଷା ଆରମ୍ଭ ହେଉଥିଲା ଏବଂ ଦେଖି ଦେଖି 9:30 ହୋଇଗଲାଣି। କିନ୍ତୁ ବର୍ଷା ଥମିବାର ନାଁ ଧରୁନାହିଁ। ତାପରେ ଅନ୍ଧାର ହୋଇ ଯାଉଥିଲା। ଅନ୍ଧାର ଭିତରେ କିଛି ଦେଖା ବି ଯାଉନଥିଲା। କବିତା ତାକୁ କହିଲା, କ'ଣ ହେବ? ବର୍ଷା କମୁନାହିଁ। କିଛି ବୁଝିପାରୁନାହିଁ। ତାପରେ ରଣବୀର ଭାବିଲା, ବୋଧେ ସେ ଭାବୁଛି ମୁଁ ତା ଘରେ ରହିବା ତାକୁ ଭଲ ଲାଗୁନାହିଁ। ମୋତେ ତା ଘର ଛାଡ଼ିବା ଉଚିତ। ସେ କହିଲା, ଠିକ୍ ଅଛି, ମୁଁ ଯାଉଛି। କିନ୍ତୁ ଏତେ ତେଜ ପବନ ଏବଂ ବର୍ଷା ହେଉଥିଲା, ସେ କବାଟ ଖୋଲି ବାହାରକୁ ଯାଇ ପାରିଲା ନାହିଁ। ସେତେବେଳେ କବିତା ତା ପାଖକୁ ଆସି ତା ହାତ ଧରି ନିଏ ଏବଂ କହିଲା, କୁଆଡ଼େ ଯାଉଛ? କାହିଁକି ଡରୁଛ? କେହି ନାହିଁ। ଏତେ ଖରାପ ପରିସ୍ଥିତି ଅଛି। ରାସ୍ତାରେ ଯିବା ନିରାପଦ ନୁହେଁ। ସେ ପାହାଡ଼ିଆ ଅଞ୍ଚଳ ଥିଲା। ରାସ୍ତାରେ ଅନେକ ଗଛ ଥିଲା। ତାପରେ କବିତା ତାକୁ ଅଟକାଇ ଦିଏ। କବିତା ରଣବୀରଙ୍କର ହାତ ଧରିଥାଏ। ରଣବୀର ପୁଣି କବାଟ ବନ୍ଦ କରିଦିଏ। କବିତା ତା ହାତ ଛାଡ଼ୁନଥାଏ। ସେ ତାର ନିକଟକୁ ଆସିଯାଏ। ଦୁହେଁ ଏକାଠି ହୋଇଯାଆନ୍ତି। ଦୁହେଁ ଆହୁରି ପାଖକୁ ଆସିଯାଆନ୍ତି। ସେତେବେଳେ କବିତାଙ୍କର ମାଆଙ୍କର ଫୋନ୍ ଆସିଲା। ସେତେବେଳେ ତାର ଛୋଟ ଫୋନ୍ରେ ତାର ଫୋନ୍ ଆସିଲା। ସେ କହୁଛନ୍ତି, ପରିସ୍ଥିତି ଏତେ ଖରାପ ଏଠି। ସେଠାରେ କ'ଣ ଅବସ୍ଥା? କବିତା କହୁଛି, ମା, ଏଠାରେ ପରିସ୍ଥିତି ବହୁତ ଖରାପ ଅଛି। ମା କହିଲେ, ଆଜି ବୋଧେ ମୁଁ ଆସିପାରିବି ନାହିଁ। ତୁ କବାଟ ଲଗାଇ ଶୋଇପଡ଼ିବୁ। ଆଉ କିଛି ବନେଇ ଖାଇନେବୁ। ଆଉ ଯିଏ ଆସିଲେ କବାଟ ଖୋଲିବୁ ନାହିଁ। କିନ୍ତୁ ସାଙ୍ଗମାନେ, 18 ବର୍ଷର ରଣବୀର ଏବଂ କବିତା ସେ ଘର ଭିତରେ ଫସି ରହିଥିଲେ। ସେ କହିଲା, ଠିକ୍ ଅଛି ମା। ପରେ ସେ ଫୋନ୍ କାଟିଦେଲା। ମନେ ମନେ ଦୁହେଁ ଖୁସି ହେଉଥିଲେ।
ପରେ ସେମାନେ କଥା ହେବାକୁ ଆରମ୍ଭ କଲେ ଏବଂ ରାତି 11ଟା ହୋଇଗଲା। ଏବେ ମଧ୍ୟ ବର୍ଷା କମୁନଥିଲା। ପରେ କବିତା କହିଲା, ତୁମେ ତୁମର ସାଇକେଲ ମଧ୍ୟ ଭିତରକୁ ଆଣ। ମୋତେ ଲାଗୁଛି ଯେ ଆଜି ରାତିରେ ବର୍ଷା ଥମିବ ନାହିଁ। ରଣବୀର ତାର ସାଇକେଲ ଭିତରକୁ ନେଲା ଏବଂ ପରେ କବାଟ ପୁରା ରାତି ପାଇଁ ବନ୍ଦ ହୋଇଗଲା। ପରେ ସେ କହିଲା, ମୋବାଇଲ ଦେଖାଅ, ମୁଁ ଚା ବନାଇ ନେବି। ସେ ଟର୍ଚ୍ଚ ଦେଖାଇଲା। ପରେ ସେ ଚା ବନେଇଲା। ତାପରେ ଦୁହେଁ ଚା ପିଇଲେ ଏବଂ ଘରେ ଖାଇବାକୁ କିଛି ଫଳ ଥିଲା। ତାପରେ ସେମାନେ ସେଗୁଡ଼ିକ ଖାଇଲେ ଆଉ ତାପରେ ଦୁହେଁ ଶୋଇଗଲେ। ଦୁହେଁ ଶୋଇ କଥା ହେଉଥିଲେ। ତାପରେ କେତେବେଳେ ଦୁହେଁ ମିଶିଗଲେ ତାହା ଜଣା ନାହିଁ। ରାତି ପାଇଗଲା, ସକାଳ ହେବାକୁ ଥିଲା। କବିତା ଏବଂ ରଣବୀର ଭାବିଲେ କି କାହାକୁ ଆମ ବିଷୟରେ ଖବର ନ ଲାଗୁ। ତେଣୁ ବର୍ଷା ହେଉଥିଲା। ସକାଳ ହେବା ପୂର୍ବରୁ ରଣବୀର ସେଠାରୁ ତାର ସାଇକେଲ ନେଇ ବାହାରି ଯାଇଥିଲା। କିନ୍ତୁ ଘରୁ ବାହାରିବା ସହିତ ତାର ସ୍ମୃତିରେ ସେଇ କବିତାର ସୁନ୍ଦର ମୁହଁ, କବିତା ସହିତ ବିତିଥିବା ମୁହୂର୍ତ୍ତ ଏମିତି ଥିବାବେଳେ କବିତା ମଧ୍ୟ ସେଇ ରଣବୀରଙ୍କୁ ଅତି ଆତୁରତାରେ ଅପେକ୍ଷା କରୁଥିଲା। କାରଣ ସେ କହିଥିଲା ଯେ ମୁଁ ପ୍ରତିଦିନ 8ଟାରେ ଏଇ ବାଟେ ଯାଉଛି। ତେଣୁ କବିତା ତା ନଜର ସବୁଦିନ ରାସ୍ତାକୁ ଦେଖୁଥିଲା। ରଣବୀର ବି ଘରୁ ବାହାରି କବିତା କଥା ଭାବି ଚାଲିଥାଏ। ବାଟରେ କବିତା ସହ ଦେଖା ହୁଏ। କବିତା ତାକୁ ଇସାରା କରି ରହିବାକୁ କୁହେ। ଦୁହେଁ ଏଣେ ତେଣେ ଦେଖି ଘର ଭିତରକୁ ପଶି କବିତା ତାର ଛାତିରେ ଲାଗିଯାଇ କୁହେ, ମୁଁ ତୁମକୁ ବାହା ହେବାକୁ ଚାହୁଁଛି। ଯେତେବେଳେ ରଣବୀର ଏହା ଶୁଣେ ସେ ବି କହିଯାଏ, ମୁଁ ମଧ୍ୟ ତୁମ ସହ ବିବାହ କରିବାକୁ ଚାହୁଁଛି। କିନ୍ତୁ ମୁଁ ବହୁତ ଗରିବ। ଏମିତିକି ମୋର ରହିବାକୁ ଭଲ ଘର ଖଣ୍ଡେ ବି ନାହିଁ। ମୋତେ ଘର କରିବାକୁ 3 ବର୍ଷ ଲାଗିଯିବ। ସେ ପର୍ଯ୍ୟନ୍ତ ମୋତେ ଟିକେ ସମୟ ଦିଅ। କବିତା କହିଲା, 3 ବର୍ଷ ପରେ ମୋତେ ତୁମେ ଭୁଲିଯିବନି ତ? ଭୁଲିବାର ପ୍ରଶ୍ନ ହିଁ ନାହିଁ। ମୁଁ କିପରି ତୁମକୁ ଭୁଲି ପାରିବି? ସେଇ ରାତିକୁ ମୁଁ ଜୀବନ ସାରା ଭୁଲି ପାରିବି ନାହିଁ। ମୋର ଡର ଯେ ତୁମେ କାଳେ ମୋତେ ଭୁଲିଯିବ। କବିତା କହିଲା, ମୁଁ କେବେ ତୁମକୁ ଭୁଲି ପାରିବି ନାହିଁ। ପରେ ସେ କାମକୁ ଚାଲିଯାଏ। ସନ୍ଧ୍ୟାରେ ଫେରିଆସେ। କିଛି ଖାଇବା କବିତା ପାଇଁ ନେଇ ଆସେ। ତାପରେ ସେ ତାଙ୍କ ସହ କିଛି ସମୟ କାଟେ। ପରେ ସେ ନିଜ ଘରକୁ ଫେରିଯାଏ। ତାପରେ ଦୁହେଁ ଦୁହିଁଙ୍କର ହୃଦୟରେ ରହିଯାଆନ୍ତି। ଦିନକୁ ଦିନ ତାଙ୍କ ପ୍ରେମ ବଢିବାକୁ ଲାଗେ। ଆଉ କୁହନ୍ତି ଯେ ପ୍ରେମ କେବେ ଲୁଚି ରହେ ନାହିଁ। ଯଦିଓ କବିତାଙ୍କ ଘର ଏକାନ୍ତରରେ ଥିଲା, କିନ୍ତୁ ଚାରିପାଖରେ ଯେଉଁ ଦୂର ଦୂରରେ ଘର ଥିଲା ସେମାନେ ସେହି ବିଷୟରେ ସୂଚନା ପାଇଲେ ଯେ ଗୋଟେ ପୁଅ ସେମାନଙ୍କ ଘରକୁ ପ୍ରାୟ ସବୁଦିନ ଆସୁଛି ଏବଂ କବିତା ସହ ସମୟ ବିତେଇ ଚାଲି ଯାଉଛି। ଏହାକୁ ଲୋକମାନେ ତାର ମାଙ୍କୁ ଅଭିଯୋଗ କରୁଥିଲେ। ତାପରେ ତା ମା କବିତାଙ୍କୁ ପଚାରିଲା, ଏ କଣ ସତ ଯାହା ଲୋକମାନେ କହୁଛନ୍ତି? ସେ କହିଲା, ହଁ ମା, ମୁଁ ଏହା ସତ ଏବଂ ମୁଁ ରଣବୀର ନାମର ପିଲାକୁ ବହୁତ ପ୍ରେମ କରେ। ସେ ତାକୁ ଦେଖିଥିଲେ ଆଉ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ସେ ପଚାରିଲେ, ତୁମର ବୟସ କେତେ? ତେବେ ରଣବୀର କହିଲା, ମୋର ବୟସ 32 ବର୍ଷ। ସାଙ୍ଗମାନେ ସେ 26 ବର୍ଷର ଥିଲା, କିନ୍ତୁ ତାର ବୟସ 32 ବର୍ଷ ବତାଉଥିଲା। ତାକୁ ଡର ଥିଲା ଯେ ଯଦି ମୁଁ କମ ବୟସ କହିବି ତେବେ ବାହାଘର ହେବ ନାହିଁ। ତେଣୁ ସେ କହିଲା, ମୋର ବୟସ 32 ବର୍ଷ। ତାର ମା କହିଲେ, କିନ୍ତୁ ଦେଖିବାକୁ ତ ତୁମେ 25-26 ବର୍ଷର ଲାଗୁଛ। ସାଙ୍ଗମାନେ ସେ ହସିଦେଲା, କାରଣ ସେ 26 ବର୍ଷ ହିଁ ଥିଲା। ତାପରେ କବିତାର ମା କହିଲେ, ତୁମେ ମୋ ଝିଅ ସହ ବିବାହ କରିବାକୁ ଚାହୁଁଛ? ସେ କହିଲା, ହଁ ଆଣ୍ଟି, ମୁଁ କବିତା ସହ ବିବାହ କରିବି। ତାପରେ କବିତାର ମା କହିଲେ, ତୁମେ ମୋ ଝିଅ ସହ ବିବାହ କରିବାକୁ ଚାହୁଁଛ? ସେ କହିଲା, ହଁ ଆଣ୍ଟି, ମୁଁ କବିତା ସହ ବିବାହ କରିବାକୁ ଯାଉଛି। ସେ କହିଲା, ହଁ ଆଣ୍ଟି, ମୁଁ କବିତା ସହ ବିବାହ କରିବି। ତେବେ ସେ କହିଲେ, ଠିକ ଅଛି, ପରେ ମୁଁ ତୁମ ଘରକୁ ଯିବି ବିବାହର କଥା କରିବାକୁ। ସେ କହିଲା, ଠିକ ଅଛି, କିନ୍ତୁ ଆମ ଘରେ ମୋ ବୟସ କଥା ପଚାରିବେ ନାହିଁ, ନହେଲେ ଆମ ଘରେ ଲୋକମାନେ କହିବେ ଯେ ଝିଅର ବୟସ ଅଧିକ ଅଛି। ସାଙ୍ଗମାନେ ତାପରେ କିଛି ଦିନ ପରେ କବିତାର ମା ତାଙ୍କ ଘରକୁ ଗଲେ। ରଣବୀରଙ୍କର ଘରକୁ ତାଙ୍କ ମାତା ପିତାଙ୍କୁ ଭେଟିଲେ ଏବଂ କହିଲେ, ମୁଁ ମୋ ଝିଅର ବିବାହ ପାଇଁ ଆସିଛି। ରଣବୀର କହିଲେ, ହଁ, ମୋତେ ସେ ଝିଅ ପସନ୍ଦ। ମୁଁ ତାକୁ ଦେଖିଛି ଏବଂ ମୁଁ ତା ସହ ବିବାହ କରିବାକୁ ଚାହୁଁଛି। କିନ୍ତୁ ସାଙ୍ଗମାନେ ଥରେ ଦୁଇଥର ଭେଟରେ ବୟସର ସତ କଥା ଜଣା ପଡିଗଲା। ରଣବୀରଙ୍କର ମାତା ପିତା ଜାଣିଗଲେ ଯେ ଝିଅର ବୟସ 30 ବର୍ଷ। ସେମାନେ ତାଙ୍କର ମା ଉପରେ ରାଗିଗଲେ ଏବଂ କହିଲେ, ତୁମେ ମୋ ପୁଅକୁ ଫସାଉଛ। ଏମିତି ବିବାହ କିପରି ହେବ? ଆମ ପୁଅକୁ ଏବେ ବୟସ ହେଇନି। ତୁମେ ତାକୁ ଫସେଇ ବାହା କରିବାକୁ ଚାହୁଁଛ? ସେମାନେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ, କିନ୍ତୁ ରଣବୀର ନିଜ ଜିଦିରେ ଅଟଳ ଥିଲା। ସେ କହିଲା, ମୁଁ 5 ବର୍ଷ ହେଲା କମାଉଛି। 20 ବର୍ଷ ବୟସରୁ ମୁଁ କାମ କରୁଛି। ମୁଁ ମଧ୍ୟ ଦୁନିଆ ଦେଖିଛି। କଣ ଠିକ ଆଉ କଣ ଭୁଲ ସେଇ ସବୁ ମୁଁ ଜାଣିଛି। ସେ ଝିଅ ମତେ ଭଲ ପାଉଛି, ମୁଁ ମଧ୍ୟ ତାକୁ ଭଲ ପାଉଛି। ମୁଁ ଜାଣେ ମୋ ପାଇଁ ସେ ଠିକ। ମୁଁ ତା ସହ ବିବାହ କରିବି। ସାଙ୍ଗମାନେ ତାଙ୍କ ପୁଅର ଜିଦ୍ ସାମ୍ନାରେ ସେମାନଙ୍କର ମାତା ପିତା ମଧ୍ୟ ହାରିଗଲେ ଏବଂ ଜୁନ 2025ରେ କବିତା ଏବଂ ରଣବୀରଙ୍କର ବିବାହ ହୋଇଗଲା। ଦୁଇ ଜଣ ଜୀବନ ସାରା ପାଇଁ ଏକ ମଧୁର ସମ୍ପର୍କରେ ବାନ୍ଧି ହେଲେ। ଏହି କାହାଣୀ ଆମକୁ ଏହା ଶିଖେଇଲା ଯେ ସତ ପ୍ରେମର ସାମ୍ନାରେ ବୟସ ଏବଂ ପରିସ୍ଥିତି
କୌଣସି ମାନେ ରଖେ ନାହିଁ। ସାଙ୍ଗମାନେ, ଏହା ଥିଲା ଆଜିର ଆମର ଛୋଟ କାହାଣୀ। ଆପଣମାନଙ୍କୁ ଏଇ କାହାଣୀ କିପରି ଲାଗିଲା ନିଶ୍ଚୟ ଜଣାନ୍ତୁ। ଯଦି ଆପଣମାନଙ୍କୁ ଏଇ କାହାଣୀ ଭଲ ଲାଗିଥାଏ ତାହେଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କର ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। ଆଗାମୀ ଦିନରେ ଏହିପରି ରୋମାଞ୍ଚକ କାହାଣୀ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।